ରାଜୀବ ଗାନ୍ଧୀ ସଦ୍ଭାବନା ଦିବସ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିର୍ମାରାଜପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଏହି ରକ୍ତଦାନ ଶିବିରର ଆୟୋଜନ କରାଯାଇଥିବା ବେଳେ ଯୁବ କଂଗ୍ରେସ ନେତା ପ୍ରକାଶ ମିର୍ଦ୍ଧାଙ୍କ ନେତୃତ୍ୱ ଏବଂ ଯୁବ ନେତା ପ୍ରିୟବ୍ରତ ସାହୁଙ୍କ ତତ୍ତ୍ୱାବଧାନରେ ଏହା ଅନୁଷ୍ଠିତ ହୋଇଥିଲା। ଶିବିରରେ ଲୁତୁରପଙ୍ଗ ସରପଞ୍ଚ ସୂର୍ଯ୍ୟ କୁମାର ନନ୍ଦ, ପୂର୍ବତନ ସମିତି ସଭ୍ୟ ଚିତ୍ତରଞ୍ଜନ ସାହୁ, ମା ମାହେଶ୍ୱରୀ ସେନାର ସକ୍ରିୟ ସଦସ୍ୟ ସୁଧାଂଶୁ କର୍ଣ୍ଣ, ଦୁର୍ଯ୍ୟୋଧନ ମେହେର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। କାହ୍ନୁ ମହାକୁର, ବିକାଶ ପଣ୍ଡା, ଦେବାଶିଷ ମିଶ୍ର, କ୍ରିଷ୍ଣା ପାଣିଗ୍ରାହୀ, ଗୁପ୍ତେଶ୍ୱର ସାହୁ, ଲକ୍ଷ୍ମଣ ସାହୁଙ୍କ ସମେତ ମୋଟ 21 ଜଣ ସ୍ୱେଚ୍ଛାସେବୀ ଯୋଗ ଦେଇ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବ କଂଗ୍ରେସ ସଦସ୍ୟ ସୁନୀଲ ପ୍ରଧାନ ଏବଂ ରାଜୁ ବାଦି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।